ସକାଳୁ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଲୋକମାନେ ଟ୍ରେନ୍ ଲାଇନ୍ ଉପରେ କୋଇଲା ଗୋଟାଉଛନ୍ତି। ଦେଖନ୍ତୁ ଯେ କି ଜୀବନ ଜୀବିକା ପାଇଁ ଲୋକମାନେ କେତେ କଷ୍ଟ କରୁଛନ୍ତି ଏବଂ ଟ୍ରେନ୍ ଲାଇନ୍ ଉପରେ ବୁଲି ବୁଲି ସକାଳୁ ମଧ୍ୟ ବ୍ୟାଗ୍ ଧରି କିଛି ମହିଳାମାନେ ପୁରୁଷମାନେ ସବୁ ଯେ କି ଇଏ ଗୋଟାଉଛନ୍ତି। କୋଇଲା ଯେଉଁ ପଡ଼ୁଛି ଟ୍ରେନ୍ ଗଲାବେଳେ ଯେଉଁ କୋଇଲା ଗୁଡ଼ିକ ସବୁ ପଡ଼ୁଛି ସେ କୋଇଲା ଗୁଡ଼ିକ ମଧ୍ୟ ସେମାନେ ଗୋଟେଇକରି ନେଉଛନ୍ତି ଯେ କି ବିକ୍ରି କରିବେ, ଦୁଇ ପଇସା ପାଇବେ ଏବଂ ନିଜର ପରିବାର ପ୍ରତିପୋଷଣ କରିବେ, ଭରଣ ପୋଷଣ କରିବେ। ଏମିତି ବି ଲୋକ ଅଛନ୍ତି ଦୁନିଆରେ ଏବଂ ଏମିତି ବି ଲୋକ ଅଛନ୍ତି ଆମ ଓଡ଼ିଶାରେ ଯେ କି ଏମିତି ଦୁଃଖଦ ପରିସ୍ଥିତିରେ ରହୁଛନ୍ତି ସବୁଦିନ ଏବଂ ଯାହାକି ତାଙ୍କ ପାଖରେ ନା ଖାଇବାକୁ ଅଛି, ନା ପିନ୍ଧିବାକୁ ଅଛି, ନା ପେଟ ପୋଷିବା ପାଇଁ, ପରିବାର ପ୍ରତିପୋଷଣ କରିବା ପାଇଁ କୌଣସି ରୋଜଗାରର ମାଧ୍ୟମ ଅଛି ବା ପନ୍ଥା ଅଛି। ଯାହାଫଳରେ ସେମାନେ ଏଇ ଟ୍ରେନ୍ ଲାଇନ୍ ଉପରେ ଦୈନନ୍ଦିନ କୋଇଲା ଗୋଟାନ୍ତି ବ୍ୟାଗ୍ ଧରିକି ଏବଂ ଯାହା କୋଇଲା ଗୋଟେଇକି ନିଅନ୍ତି ତାକୁ ବିଭିନ୍ନ ଜଳଖିଆ ଦୋକାନରେ ସେଗୁଡ଼ିକୁ ରେଷ୍ଟୁରାଣ୍ଟରେ ବିକ୍ରି କରନ୍ତି। ବିକ୍ରି କରିକି ଯେଉଁ ପଇସା ରୋଜଗାର କରନ୍ତି ସେତିକିରେ ପରିବାର ପ୍ରତିପୋଷଣ କରନ୍ତି। ଏ ହେଉଛି ତାଙ୍କର ରୋଜଗାରର ଏକ ପ୍ରକାର ମାଧ୍ୟମ ଯେ କି କେନ୍ଦ୍ରାପଡ଼ା ଦଇତାରେ ଯେଉଁ ଟ୍ରେନ୍ ଲାଇନ୍ ଯାଇଛି ଏବଂ ସେ ଟ୍ରେନ୍ ଲାଇନ୍ ଉପରେ ପ୍ରତିଦିନ ସକାଳୁ ବଢ଼ି ଭୋରୁ କିଛି ଲୋକ ମହିଳାମାନେ ଆସିକି ଏଇ କୋଇଲା ମଧ୍ୟ ଗୋଟାଉଛନ୍ତି। ଆପଣମାନେ ଦେଖିପାରୁଥିବେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଟ୍ରେନ୍ ଆସୁଛି, ଆଗରେ ଟ୍ରେନ୍ ଆସୁଛି, ହେଲେ ବି ମହିଳା ଜଣକ ଜୀବନକୁ ଖାତିର ନାହିଁ ଏବଂ ସେ କୋଇଲା ଗୋଟାଇବାରେ ବ୍ୟସ୍ତ।